ବର୍ତ୍ତମାନ ଆମର ପୁଲିସ୍ ତରଫରୁ ଅପରେସନ୍ ପ୍ରହାର ଜାରି ରହିଛି ଏବଂ ସେହି ପର୍ଯ୍ୟାୟକ୍ରମରେ ଏସ୍ପି ଭଦ୍ରକଙ୍କ ନିର୍ଦ୍ଦେଶ କ୍ରମରେ ଭଦ୍ରକ ଟାଉନ୍ ଥାନାରେ ଗୋଟେ ସ୍ପେଶାଲ୍ ଟିମ୍ କରାହେଇଛି। ଏ ଟିମ୍ ବଦଳରେ କାଲି ଆମର ସନ୍ଧ୍ୟାବେଳେ 2ଟି ବ୍ରାଉନ୍ ସୁଗର କେସ୍ ଡିଟେକ୍ସନ୍ ହେଇଥିଲା। ଗୋଟେରେ ଆମର 9 ଗ୍ରାମ 79 ମିଲିଗ୍ରାମ ଏବଂ ଅନ୍ୟଟିରେ 25 ଗ୍ରାମ 95 ମିଲିଗ୍ରାମ ବ୍ରାଉନ୍ ସୁଗର ଜବତ ହେଇଥିଲା। ପ୍ରଥମ କେସ୍ଟିରେ ଜଣେ ଲୋକ ଆରେଷ୍ଟ ହେଇଥିଲା ଏବଂ ତାର ସହଯୋଗୀ ଯିଏ ଯାହା ପାଖରୁ ସିଏ ବ୍ରାଉନ୍ ସୁଗର କିଣିଥିଲା ସିଏ ଆବସ୍କଣ୍ଡ କରିଯାଇଥିଲା ଏବଂ ଅନ୍ୟ କେସ୍ଟିରେ ଗୋଟେ କାର୍ ଯେଉଁଥିରେ କି 3 ଜଣ ଲୋକ ଥିଲେ ତାଙ୍କ ପାଖରୁ 25 ଗ୍ରାମ 95 ମିଲିଗ୍ରାମ ବ୍ରାଉନ୍ ସୁଗର ଜବତ ହେଇଥିଲା ଏବଂ ତାଙ୍କ ନାଁରେ କେସ୍ ରୁଜୁ କରାହେଇ ପ୍ରଥମ କେସ୍ଟି 529 ନମ୍ବର କେସ୍ ଏବଂ ଦ୍ୱିତୀୟଟି 530 ନମ୍ବର କେସ୍, 2ଟି କେସ୍ ରୁଜୁ କରାହେଇ 4 ଜଣ ମୁଦଲାଙ୍କୁ ଆଜି କୋର୍ଟ ଫରୱାର୍ଡ କରାହେଇଛି ଏବଂ ଆଗାମୀ ଦିନରେ ମଧ୍ୟ ବ୍ରାଉନ୍ ସୁଗର ଏବଂ ଧଳାଜହର ଏବଂ ଗଞ୍ଜେଇ ମାଫିଆଙ୍କ ବିରୁଦ୍ଧରେ ବିହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଟିମ୍କୁ ମୁଁ ଲିଡ୍ କରୁଥିଲି। ଆମର ଆଶିଷ ସେନାପତି, ଏପି ମହାପାତ୍ର, ଆମର ମନୋଜ ପ୍ରଧାନ, କନେଷ୍ଟବଳ ମନୋଜ ପ୍ରଧାନ, ଆମର ହାବିଲଦାର ଅକ୍ଷୟ ମଲ୍ଲିକ, ଆଉ ଆମର କନେଷ୍ଟବଳ ଆଇ ଖାନ, ଏସବୁ ଟିମ୍ରେ ଆମେ ଅଛୁ। ପ୍ରଥମଟି ଆମର ଚରମ୍ପାରେ ଧରା ପଡ଼ିଲା ଏବଂ ଦ୍ୱିତୀୟଟି ଆମର ଧରା ପଡ଼ିଲା ଚାରିଘରିଆରେ।